ନୟାଗଡ଼ର ମା ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଲୁଟ୍ ଓ ପ୍ରାୟ 40 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା। 180 ଫୁଟର ଗୁମ୍ଫା ଭିତରକୁ ଯାଇ କଳାକନା ବୁଲାଇଛନ୍ତି ଲୁଟେରା। ଗତକାଲି ରାତିରେ ପ୍ରବଳ ବର୍ଷା ଓ ପବନ ପ୍ରଭାବରେ ଲାଇନ୍ କଟିଯାଇଥିଲା, ଯାହାର ସୁଯୋଗ ନେଇ ଲୁଟପାଟ କରିଛନ୍ତି ଦୁର୍ବୃତ୍ତ। ମୁଖ୍ୟ ଫାଟକକୁ କାଟି ଗୁମ୍ଫା ଭିତରେ ପ୍ରବେଶ କରି ମା ବୈଷ୍ଣୋଦେବୀଙ୍କ ସମସ୍ତ ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଗୁମ୍ଫା ଭିତରେ ଏବେ ଶ୍ରୀହୀନ ହୋଇଯାଇଛି। ସୁରକ୍ଷା କର୍ମୀ ଥିବା ସତ୍ତ୍ୱେ ହୋଇଛି ଲୁଟ୍। ଚୋର ସ୍ଥାନୀୟ ଅଞ୍ଚଳର ହୋଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚିତ୍ତରଞ୍ଜନ ପାଶା ନୟାଗଡ଼ ରିପୋର୍ଟର ଆମ ସହିତ ଯୋଡ଼ି ହୋଇଛନ୍ତି ଫୋନ୍ ଲାଇନରେ। ଚିତ୍ତରଞ୍ଜନ, ବୈଷ୍ଣୋଦେବୀ ମନ୍ଦିରରୁ ଲୁଟ୍ ହୋଇଛି, ସୁରକ୍ଷା ବ୍ୟବସ୍ଥା ସୁରକ୍ଷା କର୍ମୀ ଥାଇ ମଧ୍ୟ କେମିତି ଲୁଟ୍ ହେଲା? ଶକ୍ତି ଆପଣ ଜାଣିଥିବେ, ହାଇ ପ୍ରୋଫାଇଲ ହାଇ ସିକ୍ୟୁରିଟି ହାଇ ଜୋନ୍ ଭିତରେ ମା ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଚୋରି ହେବା ସମସ୍ତଙ୍କୁ ଗୋଟେ ଆଶ୍ଚର୍ଯ୍ୟ କରିଛି। କାରଣ ସୂଚନା ଅନୁସାରେ ଶରଣକୁଳ ଥାନା ଅଧୀନ ମା ବୈଷ୍ଣୋଦେବୀ ପୀଠକୁ ହଜାର ହଜାର ଭକ୍ତ ମାନେ ଆସନ୍ତି ମାଙ୍କୁ ଦର୍ଶନ କରିବା ପାଇଁ। କିନ୍ତୁ ଗତକାଲି ଯେତେ କାଳବୈଶାଖୀ ହୋଇଥିଲା, କାଳବୈଶାଖୀ ହେବା ଫଳରେ ଯେହେତୁ ରାସ୍ତାରେ ଗଛ ଫଛ ଉପୁଡ଼ି ପଡ଼ିଥିଲା, ମା ବୈଷ୍ଣୋଦେବୀ କି ମଧ୍ୟ ଯୋଗାଯୋଗର ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାର ସୁଯୋଗ ଦେଖି ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ମାଙ୍କ ବୈଷ୍ଣୋଦେବୀ ମନ୍ଦିର 180 ଫୁଟ ଗୁମ୍ଫା ଭିତରେ ପଶି ମାଙ୍କର ସୁନା ହାର କିରଟି, ମାଙ୍କର ଯାହା ଆସବାବପତ୍ର ସୁନା ଜିନିଷ ଥିଲା, ସେମାନେ ତାଲା ଭାଙ୍ଗି ଲୁଟ୍ କରି ନେଇଯାଇଛନ୍ତି। ଯେତେବେଳେ ସିକ୍ୟୁରିଟି ମାନେ ଏ ନେଇ ଯେତେବେଳେ ସୁରକ୍ଷା କର୍ମୀ ମାନେ ସେଠିକି ଯାଇ ପହଞ୍ଚିଲେ, ଦେଖିଲେ ଯେ ମନ୍ଦିର ତାଲା ଭାଙ୍ଗା ଯାଇଛି। ଏହାପରେ ସେମାନେ ତୁରନ୍ତ ଖବର ଦେଇଥିଲେ ଯେ ମନ୍ଦିର ଟ୍ରଷ୍ଟିର ଯିଏ ଓନର ଅଛନ୍ତି ତାଙ୍କୁ ଖବର ଦେଇଥିଲେ, ଶରଣକୁଳ ପୋଲିସକି ଦେଇଥିଲେ। ଯେହେତୁ ବିଳମ୍ବିତ ରାତି ହୋଇଥିଲା, କାଳବୈଶାଖୀ ହୋଇଥିଲା, ରାସ୍ତା ସବୁ ଜାମ୍ ଥିଲା, ଲୋକ ଯିବା ପାଇଁ ଅସୁବିଧା ହେଇଥିଲା। ଆଜି ସକାଳୁ ଯେତେବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି, ତଦନ୍ତ କରିବା ସମୟରେ ଅନେକ କିଛି ସେମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। କିନ୍ତୁ ଖୁବ୍ ଶୀଘ୍ର ଆମେ ଯାହା ଏସ୍ପିଙ୍କ ସହିତ ଯୋଗାଯୋଗ କରିଥିଲୁ, ଖୁବ୍ ଶୀଘ୍ର, କାରଣ ସେମାନେ ଅଭିଯୋଗ ଏସ୍ପି ଯାହା କହିବା କଥା, ସ୍ଥାନୀୟ ଅଞ୍ଚଳର ଚୋରମାନେ ହୋଇଥିବେ, ଦୁର୍ବୃତ୍ତ ମାନେ ହୋଇଥିବେ, କାରଣ ଆଉ କାହାର ସାହସ ହବନି ଯେ ମନ୍ଦିର ଭିତରକୁ ପଶିବା। ତାକୁ ନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ଘଟଣାର ସତ୍ୟତା ଆସିବ ବୋଲି ଯାହା ସୂଚନା ରହିଛି। ଆଉ ଗୋଟିଏ କଥା ହେଉଛି, ଯେହେତୁ ମନ୍ଦିରରେ ଏତେ ହାଇ ସିକ୍ୟୁରିଟି ଜୋନ୍ ଥିଲା, କିଭଳି ଭାବରେ ଚୋରି ହେଲା, ମନ୍ଦିରର ସୁରକ୍ଷା କର୍ମୀଙ୍କ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ଯାହା ଆଶା କରାଯାଉଛି। ଓକେ, ବହୁତ ବହୁତ ଧନ୍ୟବାଦ ଚିତ୍ତରଞ୍ଜନ ସମସ୍ତ ସୂଚନା ପାଇଁ।